ଏବଂ ତେଣୁ ମା' ପରା ତେଣୁ ମା' ବାପାଙ୍କୁ ଆପଣଙ୍କର ଯେମିତି ମା' ବାପା ଅଛନ୍ତି ତାଙ୍କର ବି ସେ ବାପା ମାନେ ପିଲା ଛେଉଣ୍ଡ ହେଇଯାଇଛନ୍ତି। ଏବଂ ଆଜିକା ଷ୍ଟେଜ୍ରେ ସୋସିଆଲ ମିଡ଼ିଆରେ ମୁଁ କହିଲି ଆଚ୍ଛା ଇଏ ଯେତେବେଳେ ଆମେ ଥାନାକୁ ତାଙ୍କ ବାପା କହିଲେ ରାହୁଲଙ୍କ ବାପା ଥାନାକୁ ଯିବା ପାଇଁ ଟିକେ ଭେଟିବା ପାଇଁ ଆଇସିଙ୍କୁ ମୁଁ କହିଲି ଆମେ କାଲି କିଏ କିଏ ଯିବା ନା ବାପା ମା' ଯିବେ ଆଉ ବାପା ମା' ଯିବେ ଆମେ ଯିବା। ମୁଁ କହିଲି ଆଉ ରାହୁଲଙ୍କ ୱାଇଫ୍ ତାଙ୍କୁ ଟିକେ ଘରେ ତ ଥିବେ ଡାକିଦେବେ ନା ଆଜ୍ଞା ସିଏ ତ ଘରେ ରହୁନାହାନ୍ତି ଆଜ୍ଞା। ମୁଁ କହିଲି ଘରେ ରହୁନାହାନ୍ତି ମୋତେ ଟିକେ ସନ୍ଦେହ ହେଇଥିଲା ସତ କଥା। ମୁଁ କହିଲି ଘରେ ରହୁନାହାନ୍ତି ଏଇଟା ଆପଣ ମିଛ କଥା କହୁଛନ୍ତି। ତାପରେ ଷ୍ଟେଜ୍ରେ ମୁଁ ଆମେ ଥାନାକୁ ଯାଇଥିଲୁ। ଯିବା ପୂର୍ବରୁ ମୁଁ କହିଲି କିନ୍ତୁ ରାହୁଲଙ୍କ ୱାଇଫ୍କୁ ଟିକେ କହିଦେଇଥିବେ ଆସିବା ପାଇଁ। ଥାନାରେ ପହଞ୍ଚିଲେ ତାଙ୍କ ମ୍ୟାଡ଼ାମ୍ ଆମେ ଥାନା ଭିତରକୁ ଗଲୁ ଆଇସିଙ୍କ ସାଥିରେ କଥା ହେଲୁ ଆମେ ସନ୍ତୁଷ୍ଟ ବି ହେଲୁ ଏବଂ ଠିକ୍ ପ୍ରପର୍ ଇନଭେଷ୍ଟିଗେସନ୍ ଚାଲିଛି। ତାପରେ ସେଇଠୁ ଦୁଆର ମୁହଁରୁ ଆମେ ସବୁ ଯିଏ ଯୁଆଡ଼େ ମୁଁ ମୋର ପଳେଇ ଆସିଲୁ। ତାପରେ ଆଉ 2 ଦିନ ପରେ ଆଉ ଥରେ ଥାନାକୁ ଯିବାର ଟିକେ ଥିଲା ବୁଝାବୁଝି କରିବା ପାଇଁ କଥା ଗୋଟେ। ଆଉ ଗଲା ପରେ ସାର୍ ଟିକେ ବାପା ମା' ଚାହୁଁଛନ୍ତି ଟିକେ ମାନେ ରାହୁଲଙ୍କର ଭିଣେଇ ଚାହୁଁଛନ୍ତି ଆପଣଙ୍କୁ ଖୋଜୁଛନ୍ତି ବାପାଙ୍କର ଯେହେତୁ ବ୍ରେନ୍ ଷ୍ଟ୍ରୋକ୍ ହେଇଯାଇଛି ଆପଣ ଟିକେ ଆସନ୍ତୁ। ଆଉ ମୁଁ କହିଲି ମୁଁ ତ ଆମେ ଆଡ଼ଭୋକେଟ୍ ପ୍ରଫେସନ୍ ଅନୁସାରେ ଆମେ କାହା ଘରକୁ ଯିବାଟା ଠିକ୍ ନାହିଁ ନା ସାର୍ ମୋ ରିକ୍ୱେଷ୍ଟ ଟିକେ ଆଉ ବାପା ବି ଫୋନ୍ କରିଛନ୍ତି କଥା ହୁଅନ୍ତୁ ବାପା ବି ଡାକୁଛନ୍ତି ଆପଣ ଦୁଆର ମୁହଁରେ ବସିବେ କଥା ହେଇକି ପଳେଇ ଆସିବେ। ମୁଁ କହିଲି ଆଜ୍ଞା ଆମର ଟିକେ ଲିଗାଲ୍ ପ୍ରୋସିଡିଓର ବାହାରେ ଆଜ୍ଞା କାହା ଘରକୁ ଯିବାଟା ଠିକ୍ ନାହିଁ। ନା ଆପଣ ପୁରା ଆମର ଆଡ଼ଭୋକେଟ୍ ପୁରା ଆସିବେନି କେମିତି? ମୁଁ କହିଲି ମୁଁ ଯିବି ସ୍ପଟ୍କୁ ବି ଯିବି ଘରକୁ ବି ଯିବି କିନ୍ତୁ ଏବେ ସେ ସମୟ ନୁହେଁ। ନାଇଁ ସାର୍ ଆପଣ ଟିକେ ଆସନ୍ତୁ। ଆଉ ବିକାଶଟି ବହୁତ ଭଦ୍ର ବହୁତ ନମ୍ର। ମୁଁ ତାଙ୍କ କଥା ରାଜି ହେଇ ମୁଁ ତାଙ୍କ ଟୁ ହ୍ୱିଲର୍ରେ ବସି ଘରକୁ ଗଲି। ଘରକୁ ଗଲା ପରେ ବସିଲି ଆଉ ତାଙ୍କ ମାଆଙ୍କୁ ଦେଖିଲି ରାହୁଲ ଫଟୋ ପାଖରେ ତାଙ୍କ ମାଆ ଶୋଇଛନ୍ତି। ମୁଁ ସେତିକ ଦେଖିକିରି ମୁଁ କହିଲି ମାଆଙ୍କୁ ସେଠୁ ଉଠେଇ ଆଣନ୍ତୁ ଏଠି ବସାନ୍ତୁ। ସେଇ ଅବସ୍ଥା ଆଜ୍ଞା। ଆଉ ମୋତେ ମୁଁ କହିଲି ମା' ସେଠୁ ମା' ମୋତେ ଅନେଇ ଦେଇକିରି ଭୋ ହେଇକିରି କାନ୍ଦିଲେ। ମୁଁ କହିଲି ଆଚ୍ଛା ଇଏ ରାହୁଲଙ୍କ ମ୍ୟାଡ଼ାମକୁ ଟିକେ ଡାକ ତ ଟିକେ ବସି କଥା ହେବା ଇଏ ତାଙ୍କ ପାଖରେ ଟିକେ ରହିବା କଥା ନା ଦେଖୁନାହାନ୍ତି ଘର ସାର୍ ଏ ଘରଟା ତ କବାଟ ଦିଆହେଇଛି ତାଲା ପଡ଼ିଛି ତାଙ୍କର ଚାବି ତାଙ୍କ ପାଖରେ। ମୁଁ କହିଲି ତାଲା ଚାବି କାହା ପାଖରେ ନା ରାହୁଲଙ୍କ ମ୍ୟାଡ଼ାମଙ୍କ ପାଖରେ ଚାବି ତାଲା ପଡ଼ିଛି। ମୁଁ କହିଲି ସେ କ'ଣ ନାହାନ୍ତି ନା ଆପଣଙ୍କୁ ତ କହୁଛି ଆପଣ ତ ବିଶ୍ୱାସ କରୁନାହାନ୍ତି। ମୁଁ କହିଲି ଆଚ୍ଛା ମୁଁ କହିଲି ରାହୁଲ ବାବାଙ୍କୁ ପଚାରିଲି ମୁଁ କହିଲି ବୋଉ କେବେଠୁ ନାହିଁ। ତାପରେ ରାହୁଲ ବାବା ଆଖି ଛଳଛଳେଇ କହିଲେ ଆଜ୍ଞା ସେ 14-15 ଦିନ ପରଠୁ 6-7 ଦିନରେ ଥରେ ଆସିଛି ଏବଂ ତା ରୁମ୍ ଭିତରେ ରହେ ଆମେ ଭାବୁ ବୋଉ ଫ୍ରେଶ୍ ହେବା ପାଇଁ ଆସିଛି ଯେତେବେଳେ ଫ୍ରେଶ୍ ହେଉଥିବ ବାହାରିକି ଆସିବନି କି। ଆଉ ମୋତେ କହିଥିଲା କାନ୍ଧରେ କାନ୍ଧ ହାତ ପକେଇକିରି ଆମେ ଚାଲିବା ବାବା ଆଉ ଆସୁନି କି ଫୋନ୍ ଉଠଉନି ଆଉ ମୁଁ ଏକୁଟିଆ ଆଜ୍ଞା କେମିତି ଚଳିବି ଆଜ୍ଞା। ଆଉ ଝିଅକୁ ଆଉ ଜ୍ୱାଇଁକୁ ଯଦି ରଖିବି ଲୋକମାନେ ଏଠି ପଦେ ଅଧେ କାଳେ କହିବେ ତାଙ୍କ ଆପାର୍ଟମେଣ୍ଟ ତାଙ୍କର ଅଛି ସେ IT ସେକ୍ଟରରେ କାମ କରୁଛନ୍ତି। ମୁଁ କହିଲି ଗୋଟେ କାମ କରନ୍ତୁ ଇଏ ତ ମାଆଙ୍କର ଯେଉଁ ଅବସ୍ଥା ହେଲାଣି ତ ପୁରା ବେଡ୍ ରିଡନ୍ ଅବସ୍ଥା ହେଲାଣି। ମୁଁ ବିକାଶକୁ କହିଲି ତାଙ୍କ ଜ୍ୱାଇଁକୁ କହିଲି ଆପଣ ଗୋଟେ କାମ କରନ୍ତୁ ଆପଣଙ୍କର ନାତିକି ମାନେ ପୁଅକୁ ମାନେ ବିକାଶଙ୍କର ପୁଅକୁ ଆଣିକି ଆଉ ଭଉଣୀକି ବି କହିଲି ବୋଲେ ତୁମ ପୁଅକୁ ଆଣିକିରି ନାତି ଟୋକା ଯଦି ମାଆଙ୍କ ପାଖରେ ରହିଲା ସେ 2-3 ବର୍ଷ ହେଇଛି ତାକୁ ସେ ଠକ୍ ଠକ୍ କରି ଦୌଡ଼ୁଛି ସେ ତା ପଛରେ ଦୌଡ଼ିଲେ ସେ ଦିନଟା ସମୟଟା କୁଆଡ଼େ ପଳେଇବ। ଆସ୍ତେ ଆସ୍ତେ ସିଏ ତ ଯେଉଁ ଟାଇପ୍ର ଡିମୋରାଲାଇଜ୍ ହେଲେଣି ସେ କେତେବେଳେ ବି ବାପାଙ୍କର ତ ବ୍ରେନ୍ ଷ୍ଟ୍ରୋକ୍ ହେଇଯାଇଛି ଇଏ ବି କେତେବେଳେ କ'ଣ ଦେହ ଖରାପ ହେବ କିଛି କହିହେବନି। ଆଉ ମାନେ
ଆଜ୍ଞା ସେଇ ସିଚୁଏସନ୍ ଆଜ୍ଞା ମୁଁ ଗୋଟେ ଆପଣ କାମ କରନ୍ତୁ ଆଉ ଇଏ ତମ ୱାଇଫ୍କୁ ଆଉ ତମ ପୁଅ ନାତିକି ଆଣିକିରି ଏଠି ଛାଡ଼ି ଦିଅନ୍ତୁ ସେ ତାରି ଭିତରେ ପୁଣି ସନ୍ଧ୍ୟାବେଳକୁ ଆପଣ ଅଫିସରୁ ଆସିଲେ ନେଇ ଆସିବେ ଏମିତି ଚାଲିଲା ଆଉ ତା ଭିତରେ ବୋହୂ ଆଉ ଆସିଲେ ନାହିଁ ଇଏ ତାଙ୍କ ଭିତରେ ରାଗଟା ବଢ଼ି ଚାଲିଲା ଯେଉଁଠି ଝିଅ କାହିଁକି ଏ ଘରେ ଆସିକିରି ରହିଲାଣି ଏବଂ ସେତେବେଳେ ତ ଝିଅ ଆସିକି ରହୁଥିଲା ଝିଅ ଘରେ ତ ଯାଉଥିଲେ ଝିଅ ଘରେ ଯାଇକିରି ଦିନ ସାରା ରହୁଥିଲେ ଝିଅ ଘରେ ଖାଇବା ପିଇବା କରୁଥିଲେ ସନ୍ଧ୍ୟାବେଳେ ରାହୁଲ ଆଉ ତା ୱାଇଫ୍ ଆସୁଥିଲେ ଆଉ ମିଶିକିରି ବି ବାହାରକୁ ବୁଲିବାକୁ ବି ଯାଉଥିଲେ ଏବେ କ'ଣ ଅସୁବିଧା ହେଇଗଲା ଆପଣ ଯଦି ଆପଣଙ୍କର ଆଚରଣ ଉଚ୍ଚାରଣ ଏବଂ ସଂସ୍କାର ଶାଶୁ ଶ୍ୱଶୁର ପୁରା ବାପା ମା ଦେବତା ତୁଲ୍ୟ ତାଙ୍କୁ ଆପଣ କ'ଣ ଗୋଟେ କିଛିଟା ଟଙ୍କା ଗୋଟେ କ'ଣ ତାଙ୍କ ଭଉଣୀଠୁ ନେଇଥିଲେ ବୋଲି ଟଙ୍କା ମାଗିଲାରୁ ସୋସିଆଲ ମିଡ଼ିଆରେ ଧୋଇଲେ ଯେ ପୁରା ପ୍ରବଳ ଧୋଇଲେ ମାନେ କ'ଣ ଯିଏ ତମଠୁ ବନ୍ଧୁବାନ୍ଧବ ହିସାବରେ ପଇସା ନେଇଥିବ ପଇସା ମାଗିବ ମାନେ ତାକୁ ତମେ ସୋସିଆଲ ମିଡ଼ିଆରେ ପୁରା ମାନେ ତେଲ ଲଗେଇକି ସାବୁନ ଲଗେଇକିରି ଧୋଇବ ଭଲ ଧୁଆ ତମେ ଜାଣିଛ ଆଉ ଏଇଠି ସବୁ ଆମ ଓଡ଼ିଶା ଜନସାଧାରଣ ସମସ୍ତେ ବୋଧେ ବୋକା ବୋଧେ ସମସ୍ତେ ଆଉ କ'ଣ ତାପରେ ତାଙ୍କୁ ଯେତେବେଳେ ଏ ଯେଉଁ ମାସରେ ଥରେ ରାହୁଲଙ୍କ ଘର ପରିବାର ତରଫରୁ ଦିଆଯାଏ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଖାଇବା ପାଇଁ ଦିଆଯାଏ ଯେଉଁଠି ବୁଢ଼ାବୁଢ଼ୀ ଅନାଥ ଆଶ୍ରମରେ ଯେଉଁଦିନ ଜାଣିବ ଯାଉଛି ଯିବାର ଅଛି ସେ ସେଇଦିନ ମା ପଳାଇ ଆସିବେ ଆଉ ତାଙ୍କ ସାଥିରେ ରହିବେ ଏବଂ ଭିଡ଼ିଓ କରିକି ତାପରେ ତାଙ୍କର ଯଥାସ୍ଥାନକୁ ପଳାନ୍ତି ମାନେ ଜାଣିଶୁଣି କେବଳ ଯୋଉଦିନ ସ୍ୱେଚ୍ଛା ମାନେ ବଣ୍ଟନ କରାଯାଏ ସେଇଦିନ କେବଳ ଆସିବେ ସେଟା ମୁଁ ମିଛ କହୁଛି କି ସତ କହୁଛି ଆପଣ ଚାହିଁଲେ ବି ରାହୁଲ ମାଙ୍କର ବି ପଚାରିକି ବାପାଙ୍କୁ ବି ପଚାରିକି ବି ସବୁ କଥା ବୁଝିପାରିବେ ଆଉ ଏଇ ଯେଉଁ ରାହୁଲଙ୍କର ଏଇ ଯେଉଁ ସିଏ ପୁଣି ଗୋଟେ ଝିଅଟେ ରାହୁଲଙ୍କର ଭଉଣୀ ଯିଏ ତାର ବି ଶାଶୁ ଶ୍ୱଶୁର ଅଛନ୍ତି ସେମାନେ ବି ବ୍ୟସ୍ତ ହେଲେଣି ଶୁଣିକିରି ଏଗୁଡ଼ିକ କ'ଣ ସେ ବୋହୂ ତମ ବୋହୂ ତମକୁ ବଦନାମ କରୁଛି ତମ ବୋହୂ ଆମ ବୋହୂକୁ ବି ବଦନାମ କରୁଛି ତେଣୁ ଏଇଟା ଆଜ୍ଞା ଠିକ୍ ନାହିଁ ତାପରେ ଏଇସବୁ କଥା ଭିତରେ ରାହୁଲର ବୁଢ଼ୀମା 96 ଏଜ୍ ହେନା ମହାରାଣା କାଲି ଯେତେବେଳେ ଶୁଣିଲେ ନାତୁଣୀ ବୋହୂ ପୋଲିସ ଆଣିକି ପୁରେଇଛି ଏବଂ ରାହୁଲ ନାଁରେ କ'ଣ ସିଏ ଜାଣିନାହାଥିଲେ ଯେ ରାହୁଲ ଚାଲିଯାଇଛି ବୋଲି 96 ଏଜ୍ କହିଲେ ଯେ ରାହୁଲ ଯାଇଛି ଅକ୍ସିଜେନ୍ କାମରେ କମ୍ପାନୀ କାମରେ ଆସିବ 4-5 ମାସ ପରେ ଆଉ କ'ଣ ବାପୁଜୀ ନାହିଁ ତମେ ମୋତେ କହିଲ ଯାଇଛି କ'ଣ କମ୍ପାନୀ କାମରେ ଏବେ କ'ଣ ବୋହୂ ପୋଲିସ ଆଣିକି ପୁରେଇଲାଣି ଆଉ ଦେଖିଲା ବେଳକୁ ବୁଢ଼ୀ ଲୋକଟି ସେ ଜେଜେମା ଜାଣିପାରିଲେ ଯେ ଧୀରେ ଧୀରେ ରାହୁଲକୁ ମର୍ଡ଼ର କରାଯାଇଛି ବୋଲି ଆସ୍ତେ ଆସ୍ତେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେଲା ତାଙ୍କୁ ଏମ୍ସ ହସ୍ପିଟାଲ ନେଲେ ଏମ୍ସ ହସ୍ପିଟାଲରେ କାଲି ରାତି 10:30ରୁ 11ଟା ଭିତରେ ଏକ୍ସପାୟାର୍ଡ କରିଗଲେ ଆଜ୍ଞା ଯେଉଁଟା ସତ ଯେଉଁଟା ମିଛ କେବେ ସତ ହେଇପାରିବନି ସତ କେବେ ମିଛ ହେଇପାରିବନି ଯଦି ମୋର କଥାକୁ ଆପଣମାନଙ୍କର ଅବିଶ୍ୱାସ ହେଉଛି ଏବଂ ମୋର ରିକ୍ୱେଷ୍ଟ ଆପଣମାନଙ୍କୁ ମୁଁ ଯେଉଁଟା ସୋସିଆଲ ମିଡ଼ିଆରେ ଯେଉଁ ଭାସ୍କର ଚ୍ୟାନେଲରେ କହିଦେଇଥିଲି ରାଗିକି ଟିକେ କହିଦେଇଥିଲି କାହିଁକି ନା ଯେତେବେଳେ ଆଖି ଆଗରେ ଘଟଣା ଗୁଡ଼ିକ ସବୁ ଘଟିଗଲା ଢାଡେ ବଜେଇଲା ସୋସିଆଲ ମିଡ଼ିଆରେ ମାନେ କିଏ ଆଜ୍ଞା ଆପଣ ନିଜେ ଭାବିଲେ ଦେଖି ଆପଣଙ୍କ ପରିବାର ଭିତରେ ଗୋଟେ ଘଟଣା ଘଟିଥାନ୍ତା ଆପଣ ଧରିଥାନ୍ତେ ଏତେବେଳକୁ ଲୁହାଣ ହେଇସାରିଥାନ୍ତା କିନ୍ତୁ ମାନେ ଆପଣ ଟିକେ ସମସ୍ତେ ପର୍ଯ୍ୟାଲୋଚନା କରନ୍ତୁ ଆଉ ମୋତେ ତ ବି ଟ୍ରୋଲ୍ କରୁଛନ୍ତି ଭଲ ଚାଲୁ ସଂସ୍ଥା ଚାଲୁ ଟ୍ରୋଲ୍ କରିକି ଇଏ ଭିଓର ନିଅନ୍ତୁ କିନ୍ତୁ ଆମେ ଆଜ୍ଞା ଆମ ପ୍ରଫେସନରେ ଆମେ ଠିକ୍ ଅଛୁ ଆଉ ପ୍ରଫେସନ୍ ଅନୁସାରେ ଆପଣମାନେ ଯେଉଁମାନେ ଯେଉଁ ମୁଁ ଗୋଟେ ଦାନ୍ତ ଦେଖେଇକିରି ଟିକେ କହିଦେଇଥିଲି ତାକୁ ବି ଫଟୋଟାକୁ ରଖିକିରି ଦେଖାଉଛନ୍ତି ସେ ମାଆଟିକି ମୁଁ ଆଗରୁ କୋଭିଡ଼ ପିରିୟଡ଼ଠୁ ଦେଖି ଆସୁଛି ଆଉ ଯେ ମୋତେ ବି ଠିକ୍ ସେ ଭଲ ଭାବରେ ଜାଣିଛନ୍ତି କିନ୍ତୁ ମୋତେ କହୁଛନ୍ତି ଯେ ଆପଣଙ୍କର ପୁରା ମୁଁ ହଁ ଗଜପତି ଭାଇ ବଢ଼ିଆ
ସେ ଠିକ୍ ପଛ କଥା ଠିକ୍ ଧରିଲେ। ହଁ, ଗଜପତି ଭାଇ ଦେଖିଲେ ଆଉ ପଛ କଥାକୁ ଠିକ୍ ସେ ତର୍ଜମା କଲେ ଏବଂ ଆଗ କଥାକୁ ତର୍ଜମା କଲେ ଆଉ ଯାହା ବି ହଉ ଠିକ୍ ସିଦ୍ଧାନ୍ତରେ ଉପନୀତ ହେଲେ। ଆଉ ସେ ଯେଉଁ ମା ଜଣକ ଜଣେ ସିଏ ବି ଟ୍ରୋଲ୍ କରନ୍ତି ସମସ୍ତଙ୍କୁ ନେଇକିରି। ଆଉ ମୁଁ ବି ବହୁତ ଲୋକଙ୍କର କମେଣ୍ଟସ୍ ବି ତାଙ୍କ